Hello everyone, welcome back to Education Point. दशम श्रेणी पिलाଙ୍କର ଜେନେରାଲ ସାଇନ୍ସର 2025-26 ପାଇଁ କୋଅପରେଟିଭ ସଂସ୍ଥା ତରଫରୁ ଇଣ୍ଟରନାଲ ଆସେସମେଣ୍ଟ 1 ଯେଉଁ ଏକ୍ଜାମ୍ ଅଛି ଆଜି ଆମେ ତାର କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। ତା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲକୁ ନୂଆ କରି ଦେଖୁଛ କିମ୍ବା ଏତେବେଳ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନ୍ ସେଟ୍ କରିନା, କାହିଁକିନା ଯେତେବେଳେ ବି ଆମ ଚ୍ୟାନେଲରେ ଏମିତି କ୍ୱେଶ୍ଚିନ୍ କିମ୍ବା ଯେତେବେଳେ କ୍ୱେଶ୍ଚିନ୍ଟା ଆମର ଅପଲୋଡ଼ ହେଇଯିବ ତୁମ ପାଖକୁ ଫାଷ୍ଟ ନୋଟିଫିକେସନ୍ ଯିବ ଭାରି, ଓକେ, କିମ୍ବା କୌଣସି ନୋଟିଫିକେସନ୍ ମାନେ ଅପଡ଼େଟ୍, ଓକେ, ଭେରି ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ଅଛି ତାହା ଅପଲୋଡ଼ ହେଲେ ତୁମ ପାଖକୁ ଫାଷ୍ଟ ନୋଟିଫିକେସନ୍ ଯିବ। ସେଥିପାଇଁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନ୍ ସେଟ୍ କରିନି। ଆଉ ଟେଲିଗ୍ରାମ ଚ୍ୟାନେଲ୍ ଆଉ ହ୍ୱାଟ୍ସଆପ୍ ଚ୍ୟାନେଲ୍ରେ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛି, ଓକେ, ଡେସ୍କ୍ରିପ୍ସନ୍ ତଳେ ଅଛି, ଦେଖ ଲିଙ୍କ୍ ଅଛି, ଯାଇକି ଜଏନ୍ କରିନିଅ। ତାପରେ ଦେଖ ଷ୍ଟାର୍ଟ କରିଦେବା ଆମେ, ଓକେ, ଲେଟ୍ ନ କରି ଷ୍ଟାର୍ଟ କରିଦେବା। ପିରିୟଡ଼ିକ୍ ଟେଷ୍ଟରୁ ୟୁନିଟ୍ 1 ଆଲୁମିନିୟମ୍ ସହ କପର କ୍ଲୋରାଇଡ୍ ପ୍ରତିକ୍ରିୟାକୁ ସମତୁଲ୍ୟ ରାସାୟନିକ ସମୀକରଣରେ ଲେଖ, ଯେଉଁଟାକି 4Al + 3CuCl2 gives rise to 2Al2Cl3 + 3Co। 2 ନମ୍ବର କ୍ୱେଶ୍ଚନ୍ ସେଇଭଳି ଭାବେ ଅଛି। ଏକ ଉଜ୍ଜ୍ୱଳ ବାଦାମୀ ବର୍ଣ୍ଣର ମୌଳିକ Xକୁ ଗରମ କଲେ ତାହା କଳା ପଡ଼ିଯାଏ, ତେବେ ମୌଳିକ X ଏବଂ ସୃଷ୍ଟି କଳା ଯୌଗିକର ନାମ କ'ଣ? CuO, କପର ଅକ୍ସାଇଡ୍, ତାର ନାଁ ହେଉଛି କପର ଅକ୍ସାଇଡ୍। ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ଓ ଲବଣ ଆମ୍ଳ ମଧ୍ୟରେ ଘଟୁଥିବା ରାସାୟନିକ ପ୍ରତିକ୍ରିୟାକୁ କେଉଁ ପ୍ରତିକ୍ରିୟା କୁହାଯାଏ? ପ୍ରଶମନୀକରଣ। କ୍ଲୋରୋ ଆଲକାଲି ପ୍ରଣାଳୀରେ କେଉଁ କ୍ଷାରଟି ଉତ୍ପନ୍ନ ହୁଏ? କେଉଁଟା? NaOH। କପର ବାୟୁରେ ଥିବା କେଉଁ ଉତ୍ପାଦାନ ସହ ପ୍ରତିକ୍ରିୟା କରି ସଂକ୍ଷାରଣ ସମ୍ମୁଖୀନ ହୋଇଥାଏ? CO2। ତାପରେ ଅଛି ଦେଖ ୟୁନିଟ୍ 2 ସଲଏଡ଼ରକୁ କାହିଁକି ବିଦ୍ୟୁତ୍ ତାରରେ ଢଳେଇ ପାଇଁ ବ୍ୟବହାର କରାଯାଏ? କମ୍ ଗଳନାଙ୍କ ପାଇଁ। ବୈଦ୍ୟୁତିକ ଶୋଧନରେ କାହାକୁ ଏନୋଡ୍ ଓ କାହାକୁ କ୍ୟାଥୋଡ୍ ରୂପେ ନିଆଯାଏ? ଅଶୁଦ୍ଧକୁ ଏନୋଡ୍, ଶୁଦ୍ଧକୁ କ୍ୟାଥୋଡ୍ ରୂପେ ନିଆଯାଇଥାଏ। ABCD ଲବଣର pH ଯଥାକ୍ରମେ 13, 10, 3, 5, ତେବେ ଏମାନଙ୍କ ମଧ୍ୟରେ କେଉଁଟି ସବଳ ଅମ୍ଳ ଅଟେ? C, 3 ହେବ ଆନ୍ସର। ପିଲାମାନେ ଯେଉଁଟା ସବୁଠୁ କମ୍ ସେଇଟା ତୁମର ଆନ୍ସର ହେବ, ଓକେ। ମେଜରିଟି ପିଲା ଜାଣିନାହାନ୍ତି ଯେଉଁଟା ସବୁଠୁ କମ୍ ସେଇଟା ହିଁ ତୁମର ଆନ୍ସର, ଯେଉଁଟାକି ସବଳ ଅମ୍ଳ। ଆଉ ଯେଉଁଟା ଅଧିକ ରହିବ ଯେମିତି 13 ସେଇଟା ତୁମର ଦୁର୍ବଳ ରହିବ, ଓକେ। ତାପରେ ଅଛି ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ଅମ୍ଳ ସହିତ ପ୍ରତିକ୍ରିୟା କଲେ କେଉଁ ଗ୍ୟାସ୍ ନିର୍ଗତ ହୁଏ? CO2 ଗ୍ୟାସ୍ ନିର୍ଗତ ହୋଇଥାଏ। ଶ୍ୱସନ କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ଏକ ଉଦାହରଣ ଅଟେ? କେଉଁଟା? ତାପ ଉତ୍ପାଦୀ ପ୍ରତିକ୍ରିୟା। ତାପରେ ଅଛି ଦେଖ ୟୁନିଟ୍ 3 ଆମ ଅନ୍ତନଳୀରେ ସହଜୀବୀ ଭାବେ ରହୁଥିବା କେଉଁ ବୀଜାଣୁ ନିଜ ଶରୀରରେ ଭିଟାମିନ୍ B12 ପ୍ରସ୍ତୁତ କରି ଆମକୁ ଯୋଗାଏ? ଏସ୍ଚେରିଚିଆ କୋଲାଇ, ଓକେ। ତାପରେ ଅଛି ଷ୍ଟ୍ରୋମାରସରେ ଛୋଟ ଛୋଟ ଚେପ୍ଟା ଥଳି ସଦୃଶ ଥାକକୁ କ'ଣ କୁହାଯାଇଥାଏ? କ'ଣ କୁହାଯାଇଥାଏ? ଗ୍ରାନମ୍। ମନୁଷ୍ୟ ପାଟିରେ ଥିବା ଲାଳରେ କେଉଁ ଏଞ୍ଜାଇମ୍ ଥାଏ? ଟାଇଲିନ୍ ଥାଏ। ତାପରେ କୋଷୀୟ ଶୋଷଣ ବେଳେ ଗ୍ଲୁକୋଜର ଜାରଣ ଫଳରେ ଶକ୍ତି ନିର୍ଗତ ସହ କ'ଣ ସୃଷ୍ଟି ହୁଏ? CO2 + H2O। ଶୀତ ଶକ୍ତି ସମୟରେ ବେଙ୍ଗ କାହା ଦ୍ୱାରା ଶ୍ୱାସକ୍ରିୟା ସମ୍ପାଦନ କରେ? ଚର୍ମ ଦ୍ୱାରା। ତାପରେ ଅଛି ୟୁନିଟ୍ 4 NADPH ଓ ATP ଉଭୟ ମିଶି କ'ଣ ଗଠନ କରନ୍ତି? ଆଲୋକ ବିଶ୍ଳେଷଣ ଶକ୍ତି। ଉଭୟ ଖାଦ୍ୟ ଓ ଶ୍ୱାସବାୟୁ ଯିବା ପାଇଁ ଥିବା ସାଧାରଣ ପଥକୁ କ'ଣ କୁହାଯାଏ? ଗ୍ରସନୀ କୁହାଯାଇଥାଏ। ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ମାଇଟୋକଣ୍ଡ୍ରିଆର କେଉଁ ଅଂଶରେ ରହିଥାଏ? ମାଇଟୋକଣ୍ଡ୍ରିଆର ଅନ୍ତଃଝିଲ୍ଲୀରେ ରହିଥାଏ। ଜଳଚର ପ୍ରାଣୀମାନେ କେଉଁ ପ୍ରକ୍ରିୟାରେ ଶ୍ୱାସକ୍ରିୟା ସମ୍ପାଦନ କରନ୍ତି? କେଉଁ ପ୍ରକ୍ରିୟା? ବିସରଣ ପ୍ରକ୍ରିୟା। ଫୁସ୍ଫୁସ୍ରୁ ଅମ୍ଳଜାନ ଯୁକ୍ତ ରକ୍ତ କାହା ମଧ୍ୟ ଦେଇ ହୃତ୍ପିଣ୍ଡକୁ ବୋହିଯାଏ? ଫୁସ୍ଫୁସ୍ ଶିରା ମଧ୍ୟ ଦେଇ। ମଲ୍ଟିପଲ୍ ଆସେସମେଣ୍ଟ ପିଲାମାନେ ଦେଖିବା ତା ପୂର୍ବରୁ ଯେଉଁମାନେ ବି ପୁଣି ଥରେ କହିଦେଉଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ନିହାତି ଭାବେ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନ୍ ସେଟ୍ କରିନିଅ, ତୁମ ଭଲ ପାଇଁ ହିଁ କହୁଛି, ଓକେ। ଦେଖ ମଲ୍ଟିପଲ୍ ଆସେସମେଣ୍ଟ ୟୁନିଟ୍ 1 ସମିତ ଚୂର୍ଣ୍ଣର ଦ୍ରବଣକୁ କାନ୍ଥରେ ଲଗାଇଲେ ତାହା 2-3 ଦିନ ପରେ କେଉଁ ଯୌଗିକ ଉତ୍ପନ୍ନ କରି କାନ୍ଥକୁ ଧବଳ ଉଜ୍ଜ୍ୱଳତା ପ୍ରଦାନ କରେ? CaCO3। କ୍ୟାଲସିୟମ୍ କାର୍ବୋନେଟ୍ ତାର ନାଁ। ପୋଟାସିୟମ୍ ଜଳ ସହ ପ୍ରତିକ୍ରିୟା କରି କେଉଁ କେଉଁ ଉତ୍ପନ୍ନ କରେ? KOH ଗୋଟେ, H2 ଗୋଟେ। KOH ହେଉଛି ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍, H2 ହେଉଛି ହାଇଡ୍ରୋଜେନ୍। ତାପରେ ଅଛି ଦେଖ ଫେନିଲଫଥାଲିନ୍ ଦ୍ରବଣ କ୍ଷାର ସଂସ୍ପର୍ଶରେ ଆସିଲେ କେଉଁ ବର୍ଣ୍ଣ ଧାରଣ କରେ? ଗୋଲାପୀ ବର୍ଣ୍ଣ।
କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଜଳରେ ଦ୍ରବୀଭୂତ ହୋଇ କେଉଁ କେଉଁ ଆୟନ ଉତ୍ପନ୍ନ କରନ୍ତି Ca+2 ଆଉ OH ମାଇନସ୍। ତାପରେ ABCD ଚାରୋଟି ପିଲାର ପାଟିର pH ଯଥାକ୍ରମେ 5.5, 5.4, 5.6, 5.7 ତେବେ କେଉଁ ପିଲାଟିର ଦନ୍ତକ୍ଷୟ ଆରମ୍ଭ ହୋଇଯାଇଛି? କୋଉଟାର ଆନ୍ସର ହେବ B ର। ୟୁନିଟ୍ 2 କୁ ଯିବା। ୟୁନିଟ୍ 2 ଦେଇଛି ଧାତୁର ତନ୍ୟତା ଗୁଣକୁ ବ୍ୟବହାର କରି 0.1 ଗ୍ରାମ ସୁନାର ପ୍ରାୟ କେତେ କିମି ଦୈର୍ଘ୍ୟରେ ତାର ଟଣା ଯାଇପାରେ? କେତେ? 0.2 କିଲୋମିଟର। ତାପରେ ରାଲିଟିୟମକୁ ପାପୁଲି ଉପରେ ରଖିଲେ ତାହା ତରଳିଯିବ। ଏହା ଧାତୁର କେଉଁ ଗୁଣକୁ ସୂଚନା ଦେଉଛି? କମ୍ ଗଳନାଙ୍କ ଗୁଣକୁ ସୂଚନା ଦେଉଛି। କୌଣସି ଧାତୁକୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ ନାହିଁ। କାହିଁକି? କାରଣ ସବଳ ଜାରକ ସେ। ତାପରେ ସିନାବାର କେଉଁ ଧାତୁ ର ଧାତୁପିଣ୍ଡ ଅଟେ? Hg ର ଧାତୁପିଣ୍ଡ ଅଟେ। ପାଉଟ ଅଛି ତାକୁ। ସାଧାରଣତଃ ସଲଫାଇଡ୍ ଧାତୁପିଣ୍ଡକୁ ଅକ୍ସାଇଡ୍ରେ ପରିଣତ କରିବାକୁ କେଉଁ ପ୍ରଣାଳୀ ସାହାଯ୍ୟ ନିଆଯାଏ? ରୋଷ୍ଟିଂ ପ୍ରଣାଳୀର। ଗାଁ ଗହଳିରେ ଦେଖିଥିବ ତମମାନେ ଯେଉଁ ପାହାଡ଼ ମାନେ ଫୁଟେଇ ଦେଉଛନ୍ତି ନିଆଁ ଲଗେଇକି କିମ୍ବା ଏମିତି ହେଲା, ଭିତରେ ଗୋଟେ ବୋମାଟେ ରଖିବେ, ସେଇଟା ଫୁଟିଯିବ, ତାପରେ ଏମିତି ରୋଷ୍ଟିଂ କରାହେଉଛି। ଓକେ, ପଢ଼ିଥିବ ବି ତମେ। ୟୁନିଟ୍ 3 ଅଛି। ୟୁନିଟ୍ 3 ହେଉଛି ଉଦ୍ଭିଦର ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ନିର୍ବିଚ୍ଛିନ୍ନ ଧାରାକୁ କ'ଣ କୁହାଯାଏ? ଉଚ୍ଛେଦନ ସ୍ରୋତ। ମାନବ ହୃତ୍ପିଣ୍ଡର କେଉଁ ପ୍ରକୋଷ୍ଠରେ ପ୍ରାଚୀର ମୋଟା ଓ ଅଧିକ ଦକ୍ଷ ବାମ ନିଳୟ? ଯୌକ ଲାଳର କ୍ଷରିତ କେଉଁ ପଦାର୍ଥ ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ? ହେରୋଟିନ୍। କେଉଁ ପ୍ରଣାଳୀର ହୃତ୍ପିଣ୍ଡରେ ଅମ୍ଳଜାନ ଯୁକ୍ତ ଓ ଅମ୍ଳଜାନ ବିହୀନ ରକ୍ତର ମିଶ୍ରଣ ଘଟିଥାଏ? କୋଉଠି? ପ୍ରାଣୀର। ବେଙ୍ଗ। ଓକେ, କେଉଁ ବଳ ଯୋଗୁଁ ଜଳ ସର୍ବଦା ଜାଇଲେମ୍ ଭିତ୍ତି ସହ ଲାଗି ରହେ? ସଂଲଗ୍ନ ବଳ ଯୋଗୁଁ। ତାପରେ ୟୁନିଟ୍ 4 ଅଛି। ଅଗ୍ନାଶୟ ହେଉଛି ମିଶ୍ରିତ ଗ୍ରନ୍ଥି, ପ୍ଲାସ୍ମୋଡ଼ିୟମ୍ ହେଉଛି ଅନ୍ତଃପରଜୀବୀ, ଶକ୍ତି ମୁଦ୍ରା ହେଉଛି ATP, ଯକୃତ ହେଉଛି ପିତ୍ତରସ, ଏମିନୋ ଅମ୍ଳ ହେଉଛି ପୃଷ୍ଟିସାର। ତ ପିଲାମାନେ ଆମେ ୟୁନିଟ୍ 4 ଯାଏଁ ଦେଖିନେଲେ। ଆସ୍ପିରେସନାଲ୍ କମ୍ପୋନେଣ୍ଟ ତ ନିଜେ କରିପାର କିମ୍ବା ଆମ ଚ୍ୟାନେଲରେ ଅପଲୋଡ଼ ହେବ, ତ ତେଣୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ କଲ୍ ନୋଟିଫିକେସନ୍ ସେଟ୍ କରିଥିଲେ ଯେତେବେଳେ ବି ଆମ ଚ୍ୟାନେଲରେ ଅପଲୋଡ଼ ହେଇଯିବ ଆସ୍ପିରେସନାଲ୍ କମ୍ପୋନେଣ୍ଟ ତୁମ ପାଖରେ ନୋଟିଫିକେସନ୍ ଯିବ। କିମ୍ବା କୌଣସି କ୍ୱେଶ୍ଚନ୍ ଅପଡ଼େଟ୍ କହି ଆସୁଛି ବାରମ୍ବାର ତୁମ ଭଲ ପାଇଁ ହିଁ। ଓକେ, ଯେତେବେଳେ ବି ଅପଲୋଡ଼ ହେଇଯିବ ତୁମର ସେତେବେଳେ ମାନେ କ'ଣ ନୋଟିଫିକେସନ୍ ଯିବ ଭାରି। ବାକି ରହିଲେ ଟେଲିଗ୍ରାମ ହ୍ୱାଟ୍ସଆପ୍ ଚ୍ୟାନେଲରେ ଜଏନ୍ ହେଇଯାଅ, ସେଠାରେ ଯାହା ବି ତୁମର ଡାଉଟ୍ ମୋତେ ପଚାରିପାରିବ। ଓକେ, 10th ପରେ ବି ମୁଁ ହେଲ୍ପ କରିବି ତୁମକୁ +2 ଏରିକାରେ ମାନେ କେମିତି କ'ଣ ଆପ୍ଲାଏ କରିବ କ'ଣ ନାହିଁ। ତ ବାକି ରହିଲା ଆଉ ସବୁ କ୍ୱେଶ୍ଚିନ୍ ଅପଲୋଡ଼ ସରିଛି, ତୁମ ଚ୍ୟାନେଲରେ ଦେଖିପାରିବ। ରହିଲି, ବେଷ୍ଟ ଅଫ୍ ଲକ୍। ପୁଣି ଦେଖା ହେବା ନେକ୍ସଟ ଏକ୍ଜାମ୍, ମାନେ ଏକ୍ଜାମ୍ ନୁହଁ ତ, ହଁ ଏକ୍ଜାମ୍ ଟାଇମ୍ରେ। ଆଉ ବାକି ରହିଲା କୌଣସି ମାନେ ରହିଛି ଇମ୍ପୋର୍ଟାଣ୍ଟ ନୋଟିସ୍ ତୁମର ସ୍କୁଲ ତରଫରୁ। ଓକେ, ନୋଟିସ୍ କିମ୍ବା କୌଣସି ଇମ୍ପୋର୍ଟାଣ୍ଟ କାଗଜପତ୍ର ଯାହା ବି ଦରକାର ମୋତେ ମେସେଜ୍